କାଲି ଆପଣ ଭାବିବେ କ'ଣ ଗୋଟେ ହେଲ୍ଦି ଜଳଖିଆ କରିକି ଛୁଆଙ୍କୁ ଖାଇବାକୁ ଦେଇଦେବେ। ମୁଁ ଯେମିତି ରୁଟି ସନ୍ତୁଳା ବନେଇଦେଲି, ଆଜି ମୋ ପୁଅ କହୁଛି ମାମା ଗୋଟେ ଘାସ ଗୁଡ଼ା ମୁଁ ଜମା ଖାଇବିନି। ଜମା ବୁଝିଲାନି, ଯେତେ ଯାହା କଲେ ବି ଜିଦି ଧରିକି ବସିଲା। ମୁଁ କହିଲି ତୋର ଦେହ ଭଲ ନାହିଁ, ତୁ ଏଗୁଡ଼ା ଖାଇବା କଥା। ସେ କ'ଣ ବୁଝୁଛି? ଆଉ ଯେମିତି ସବୁ ରୋଗର ଗୋଟିଏ ମେଡିସିନ ଥାଏ ନା, ଇପି ଆଉ ମ୍ୟାଗି ମହର୍ଷଙ୍କୁ ଦେଖିଲେ ଏ ପିଲାଙ୍କ ରୋଗ ଭଲ ହେଇଯାଏ। ଯେମିତି ମୁଁ ବନେଇଦେଲି ଆଉ ବାଢି ଦେଲି, ଚୁପଚାପ ହେଇକି ଟେବୁଲ ଉପରେ ବସି ପଡିଲା। ଆଉ ବେଶୀ କିଛି କହିବା ମୋର ଦରକାର ନାହିଁ। ଏ ପିଲା ତ ବୁଝୁନାହାନ୍ତି, ଆଉ କହିବି କ'ଣ? ଆଉ ଖୁସି ତ ଥିଲେ, ଆହୁରି ବେଶୀ ଉଦ୍ଧତ ହୁଏ ତାକୁ ଦେଖିଲେ। ତେଣୁକରି ତାପରେ ସେଠୁ ମୁଁ ଖାଇଲି ମୋର ଗଜାମୁଗ, ଆଉ ସେଥିରେ ଫଳ ପକେଇଦେଲି, ଆଉ ଟିକେ ଗୁଡ଼ ପକେଇକି ଖାଇଦେଲି। କାହିଁକିନା ଏଇଟା ଟିକେ ଆଖି ପାଇଁ ଭଲ। ମୋର ଆଖିଟା ଆଜିକାଲି ଟିକେ ଖରାପ ହଉଛି, ତ ସେଥିପାଇଁ ଗଜାମୁଗ ବୁଟ ମୁଁ ଟିକେ ବେଶୀ ପସନ୍ଦ କରୁଛି ଖାଇବା ପାଇଁ। ତାପରେ ଖରାବେଳ କାମ ସାରି ଆମେ ଚାଲୁ ଡାକ୍ତରଖାନା ଅଭିମୁଖେ, କାରଣ ପୁଅକୁ ଟିକେ ଟ୍ରିଟମେଣ୍ଟ କରିବାର ଥିଲା। ପୁଅକୁ କହିଥିଲେ ଡକ୍ଟର 6-7 ଦିନ ପରେ ଆସିବ, ତ ତାର କିଛି ଟେଷ୍ଟ କରିବାର ଥିଲା। ମେଡିସିନ ବଦଳେଇବୁ ବୋଲି ଆସିଥିଲୁ, ଆଉ ବହୁତ ଲମ୍ବା ଲାଇନ ଲଗେଇଲୁ ଡିପାର୍ଟମେଣ୍ଟ ଆଗରେ। ତାପରେ ଛିଡା ହେଲା ପରେ ମେଡିସିନ ଧରିକି ଆଣିଲୁ, ତାପରେ ଆମେ ଘରକୁ ଫେରିଲୁ। ଆଉ ଆ ଭିତରେ ଖୁସିକୁ ଟିକେ ମୁଁ ରାଗି ଯାଇଥିଲି, କାହିଁକିନା ସେ ବହୁତ ଜୋର ଚିଲଉଥିଲା। ଆଉ ସେଥିପାଇଁ ସେ ରାଗେଇ ଗାଡିରେ ବସି ଜମା ବି କଥା ହେଲାନି। ଦେଖୁନାହାନ୍ତି କେମିତି ମୁହଁଟା କରିଛି। ଆଉ ଯେମିତି ଗୋଟେ ଅମୁଲ କୁଲ ଆଣିକି ତା ବାବା ଦେଇଦେଲେ, ପୁରା ଚୁପ ହେଇଗଲା। ତାପରେ ଆମେ ଫେରିଲୁ ଘରକୁ। ପୁଅ କହିଲା ମୁଁ ପନିର ରୋଲ ଖାଇବି, ଆଉ ଯୋଉ ରୋଲରେ କି ପନିର ନାକୁ ଟିକେ ପଶିଥାଏ, ସେ କ'ଣ ଗାଙ୍ଗୁରାମ ହୋଟେଲରୁ। ଆଉ ତାପରେ ତାକୁ ଆଣିକି ସେ ତାର ଖାଇଦେଲା, ଚୁପ ହେଇଗଲା। ଆଉ ସାଙ୍ଗମାନେ ଭିଡିଓ ଆଜି ପୁରା ଏଇଠି ରଖୁଛି, ରହିଲି, ଜୟ ଜଗନ୍ନାଥ।